ଆଜ୍ଞା ବ୍ରାହ୍ମଣ ମାନଙ୍କର ଗୋଟେ ନିଆରା ପଦ୍ଧତି ଯେ ବିବାହ ପଦ୍ଧତିଟା ଯେନ୍ଟାକି ପ୍ରାୟ ସବୁ ଜାତିମାନେ ଅନୁସରଣ କରସନ୍ ଏ ବିଷୟ ଟିକେ ଦର୍ଶକମାନଙ୍କୁ କୁହ। ବଡ଼ ସୁନ୍ଦର କଥା ଆପଣ କହିଲେ ପ୍ରଦୀପ ବାବୁ ଯେ ଆମ ପବିତ୍ର ବାବୁ ଯେ ବ୍ରାହ୍ମଣମାନଙ୍କର ବିବାହ ପଦ୍ଧତି ଗୋଟେ ନିଆରା ପଦ୍ଧତି। କିନ୍ତୁ ମୁଁ କହିବାକୁ ଚାହୁଁଛି ଆଜ୍ଞା ଖାଲି ବ୍ରାହ୍ମଣମାନଙ୍କରଟା ନୁହେଁ, ଖାଲି ବ୍ରାହ୍ମଣମାନଙ୍କରଟା ନିଆରା ପଦ୍ଧତି ନୁହେଁ, ମାନବ ସମାଜର ବିବାହ ପଦ୍ଧତିଟା ଅଲଗା ଗୋଟେ ସେପାରେଟ୍ ପଦ୍ଧତି। କିଏ ମାନିଲା କିଏ ନେଇ ମାନିଲା, ବ୍ରାହ୍ମଣମାନେ ମାନିବା ପାଇଁ ବାଧ୍ୟ। ଶିକ୍ଷକ ପାଠ ପଢ଼ଉଛନ୍ତି, ପିଲାମାନଙ୍କୁ କହିବେ ବିଡ଼ି ପିଇବନେରେ ପିଲା କହିବେ, ତାଙ୍କ ଆଗରେ ଧରିକରି ବିଡ଼ିଟା ପିଉଥିବେ। ସେ ଶିକ୍ଷକକୁ ମାନିବ କିଏ? ବ୍ରାହ୍ମଣ ଏଇଟା ତିଆରି କରି ନାହିଁ, ଏଇଟା ବେଦରେ ବର୍ଣ୍ଣିତ। ବିବାହ କାହା କାହା ଭିତରେ ବିବାହ ହେବାର କଥା, ସମଗୋତ୍ରୀ ବିବାହ ହେବ ନାହିଁ। ସମଗୋତ୍ରୀ କ'ଣ, ସମପ୍ରବର କ'ଣ, ବହୁତ ଗୁଡ଼ାଏ ଭିତରେ ଗୋଟେ ଗହନ ପାଠ। ଆପଣଙ୍କର ଗୋତ୍ର ତ ହଜାର ହଜାର ଅୟୁତ ଅୟୁତ ଅଛି ଗୋତ୍ର, କିନ୍ତୁ ପ୍ରବର ମାତ୍ର 49ଟା। ଆମର ଯେଉଁ ଆପଣ ସେତେବେଳେ ପଚାରୁଥିଲେ ସପ୍ତ ଋଷି କଥା, ସେ 7ଟା ଋଷି ସେତେବେଳେ ପ୍ରଥମେ ତ ସେ ପୁଲସ୍ତ୍ୟ ଅତ୍ରି ଅଙ୍ଗିରା ଏଇଟା ସତ୍ୟଯୁଗ ଋଷି, କିନ୍ତୁ ବର୍ତ୍ତମାନର ସପ୍ତ ଋଷି ଅଲଗା ହେଇଗଲେଣି। ପ୍ରତି ମନ୍ୱନ୍ତରର ସପ୍ତ ଋଷି ଅଲଗା ଅଲଗା। ତେଣୁ ଏ ଯେଉଁ ସପ୍ତ ଋଷି ବ୍ରହ୍ମା ଯେଉଁମାନଙ୍କୁ ତାଙ୍କର ମାନସ ପୁତ୍ର ଜାତ କଲେ, ତାଙ୍କର ବଂଶର ମଧ୍ୟ ଧୀରେ ଧୀରେ ଆପଣଙ୍କର ମରିଚିଙ୍କର ପୁତ୍ର ଧରନ୍ତୁ ମୋର ଗୋତ୍ର ହେଲା ଭାରଦ୍ୱାଜ। ମୋର ଗୋତ୍ର ଭାରଦ୍ୱାଜ, କିନ୍ତୁ ମୋର ପ୍ରବର କ'ଣ? ଆଙ୍ଗିରସ ବାରସ୍ପତ୍ୟ ଭାରଦ୍ୱାଜ ପ୍ରବର। ଏଇଥିରୁ ମୁଁ ଜାଣୁଛି ଯେ ମୋର ପୂର୍ବପୁରୁଷର ପ୍ରଥମ ଲୋକ ଥିଲେ ଅଙ୍ଗିରସ, ଅଙ୍ଗିରା ମୁନି। ତାଙ୍କର ପୁତ୍ର ବୃହସ୍ପତି, ତାଙ୍କର ପୁତ୍ର ଭାରଦ୍ୱାଜ। ସେଇ ଭାରଦ୍ୱାଜଙ୍କର ଶିଷ୍ୟମାନଙ୍କ ବହୁତ ଗୁଡ଼ା ଶିଷ୍ୟ, ସେମାନଙ୍କ ଭିତରେ ଆମେ ସବୁ ଆସିଲୁ, ମୋର ହେଲା ଭାରଦ୍ୱାଜ। ସେମିତି ବହୁତ ଗୁଡ଼ାଏ ଆପଣଙ୍କର ଶହ ଶହ ବହୁତ ଗୋତ୍ର ଅଛନ୍ତି। ବଶିଷ୍ଠ ଗୋତ୍ର, ଗୌତମ ଗୋତ୍ର, କାଶ୍ୟପ ଅଛନ୍ତି, ବତ୍ସସ ଅଛନ୍ତି। ମୁଁ ସବୁଟା ମନେ ରଖିନାହିଁ। କୁହାଯାଇଛି ହଜାର ହଜାର ଗୋତ୍ର ଅଛନ୍ତି, ନାଗସ ଗୋତ୍ର ଅଛନ୍ତି, ଆଉ କ'ଣ କ'ଣ ଅଛନ୍ତି, କିନ୍ତୁ ପ୍ରବର ହେଉଛନ୍ତି 49। ସେଇ ପ୍ରବର ହେଉଛନ୍ତି ଯେ ଋଷିମୁନି। ଆପଣମାନେ ସମସ୍ତେ ଏ ଯେଉଁମାନେ ବି କହୁଛନ୍ତି ମୁଁ କ୍ଷତ୍ରିୟ ଆମେ ଶୂଦ୍ର, ଆପଣମାନେ ବି ସେଇ ଋଷିମୁନିମାନଙ୍କର ବଂଶଧର। ଏ କ୍ଷତ୍ରିୟମାନେ ବି ସେଇ ଋଷିମୁନିମାନଙ୍କ ଠାରୁ ଆସିଛନ୍ତି, ଶୂଦ୍ର ବୈଶ୍ୟମାନେ ମଧ୍ୟ ସେଇ ଋଷିମୁନିମାନଙ୍କର ଆସିଛନ୍ତି। ଆପଣମାନେ ଶୁଣିଥିବେ, ସେଥିପାଇଁ ଆପଣଙ୍କର ପତଞ୍ଜଳିରେ ଯେଉଁ ଗୁରୁ କ'ଣ ରାମଦେବ ବାବା, କହିବି କି ନାହିଁ କହିପାରୁନାହିଁ, କହିବି ପଠାନ ମାନେ ବି ଆମର DNA ବୋଲିକିରି କହେସନ୍। ଯେନ୍ମାନକେ ପଠାନ ବୋଲି ଆମେ କହୁଛୁ, ସେମାନେ ମଧ୍ୟ ହିନ୍ଦୁମାନଙ୍କର ବଂଶଧର ବୋଲି କୁହାଯାଏ। ତାକୁ ଯଦି ଯିବେ ବୋଲେ ସେଟା ହେବ, କିନ୍ତୁ ଆମେ ସେ ଭିତରକୁ ବର୍ତ୍ତମାନ ଯାଇକରି ବିଭେଦ ସୃଷ୍ଟି, ଯିଏ ଯାହାର ଭଗବାନଙ୍କୁ ଯିଏ ଯେମିତି ମାନୁ ସେ ମାନୁ, ଆମକୁ ଅସୁବିଧା କିଛି ନାହିଁ। ବିବାହ ପଦ୍ଧତିଟା ହେଲା ଆମର ହିନ୍ଦୁ ଧର୍ମ ଅନୁସାରେ 16ଟା ସଂସ୍କାର ଅଛି। ପ୍ରଥମେଟା ହେଲା ଆପଣଙ୍କର ଗର୍ଭାଧାନ। ବିବାହଟା ଗୋଟେ ଆଜ୍ଞା ସାଧାରଣ ଯୌନ କ୍ରିୟାଟାକୁ, ଯୌନ ଯେଉଁ ଇଚ୍ଛାଟାକୁ ସାଟିସ୍ଫାଏ କରିବା ପାଇଁ ବିବାହ ନୁହେଁ। ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା, କେବଳ ପୁତ୍ର ଜନ୍ମ କରିବା ପାଇଁ ଭାର୍ଯ୍ୟା କରାଯାଏ। ଟିକେ ଖରାପ ଭାବିବେ ନାହିଁ। ଆଜି ଯେତେବେଳେ ଆଲୋଚନା ଚାଲିଛି, ନିଜର ଯୌନ କ୍ରିୟା, ଯୌନ ଇଚ୍ଛା, ଯୌନ ପିପାସାକୁ ଚରିତାର୍ଥ କରିବା ପାଇଁ କାହାରି ଅସୁବିଧା ହେବ ନାହିଁ। ସମସ୍ତେ ବେଶ୍ୟାଗମନ କରନ୍ତି, କରିଦେବେ ବି, କରିପାରିବେ। ସେଟା ବିବାହ ନୁହେଁ ଆଜ୍ଞା। ନିଜର ବିବାହ ଅର୍ଥାତ୍ ନିଜର ବଂଶକୁ ରକ୍ଷା କରିବେ, ଆଗକୁ ବଢ଼େଇବେ। ସେଥିପାଇଁ ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା। ଆପଣ କହନ୍ତି ଯେତେବେଳେ ମହାବାକ୍ୟ ହୁଏ, यह पृथिव्याम जम्बुद्वीपे भारतवर्षे महोदधे उत्तरतः अमुक नदी चित्रोत्पला, आमर ये चित्रोत्पला महानदी कूल यहीटा कहुए। एवं एते लोकंकु साक्षी देकरी देवता ब्राह्मण अग्नि सम्मुखरे साक्षी देकरी इमाम कन्या प्रदच्छामि पुत्रार्थे स्वीकृतत्वया। बाप तार हृदय ता कन्याटा को सबुदिन समर्पण कर दिए। यहाँ गोटे पवित्र कर्तव्य। बहटा अपवित्र जिनस नुहे,
तेणु विवाहटा हिंदू धर्म रे एटा केवल उपयुक्त समाज गोटे संस्कृत समाज सृष्टि करने विवाह पद्धति है नहले ये भी जो वर्णशंकर ये जहाँ को पाला धरिकी पड़ेगा यहाँ विवाह नुह यहीटा हूँ उच्छृंखलता जो ब्राह्मण विवाह पद्धति को स्वीकार करे नहीं है ब्राह्मण पदयोग्य नुहे पदवाच्य नुहे तेणु विवाह पद्धति का बड़ सुंदर कथा कहले गोटे आमर विवाहटा समगोत्री हो जाऊँगी कौन कर हम आम घर कन्यादान दे दो नियम नुह सेटा नियम नुह किंतु करा कौन करेंगे बर्तमान तो कन्या मिलूना कन्या मिलूना मन इच्छा चली तेणु ये जो समाज रे एमती बर्तमान धीरे 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 आमर जो विवाह पद्धतिर गोटे गोटे रकम टी अधोगति है मानुछु विवाह नहले ये भाया पवित्र कर्म ब्राह्मण केवल नुह ब्राह्मण क्षत्रिय वैश्य शूद्र समस्त ये समान पद्धति जी जेनटा जोटा मानला जे जेनटा नहीं मानला टिके गोटे उदाहरण देवी ब्राह्मणर विवाह 10 मौलिक देखा जाए ब्राह्मण 10 मौलिक कौन आपनर तार चंद्र वर्ण वश्यता नाड़ी मंडल वर्ग इत्यादि 10टा जिनस देखा जाए 10टा जिनस देखिक भी पुणी देखा जाए अपुत्रिक दोष अच्छी कि वैधव्य दोष अच्छी कि दारिद्र्य दोष अच्छी कि उभयंकर मेलक करा जाए तापरे ग्रहण करा जाए जार ये सब नहीं विश्वास नहीं हाँ तुम ना कौन ये ना बापा देला उनको ना झीर ना करदेला किंतु एबे सीटा चेंज है अनुभव करुच्ची जानूची कारण मो पाक बहुत लोग आसती कि शूद्र वैश्य मान जातक कर सारे जातक देखी आप कथा उठब जातक ब्राह्मण माने पैसा पाए आज्ञा ब्राह्मण मानकर जातक नुहे ज्योतिर्विद मानकर जातक सब ब्राह्मण जातक करती नहीं कर्मकांडी ब्राह्मण थोड़े अच्छा से मैंने पूजा करती विवाह करती मु विवाह कर जाने ना साधारण पूजा कर जाने मो प्रभु घरे मो प्रभु को पूजा कर जाने मत कह तू विवाह कर कहले मुझे कर मत व्रत कर बोली कहले मुझे मंत्र जानी करी मोर इच्छा ना किंतु कर्मकांडी ब्राह्मण स्वतंत्र अच्छा से मैंने कर्मकांड करती अंत्येष्टि क्रिया मरीगला बेलू जो कम करती ब्राह्मण से थोड़े अच्छा से मैंने से कम कर सिद्धहस्त से मैंने अन्य साधारण कम करेंगे ना तेणु जहाँ को जो कर्म दिखाई जे जो कर्मटा को ग्रहण कर कर्म कर बहटा गोटे षोडश संस्कार कथा कहती प्रथम गर्भाधान गलापर आपंकर पुंसवन कलापर सीमंतोन्नयन यहाँ ब्राह्मण मैंने करती ना ब्राह्मण मैंने जिते पिला व्रत करती से समय 10टा काम कर दिया गर्भाधान तो सरी जाए से जन्म है केमती आगु तापर साधारण भाव से आपणकर पुंसवन सीमंतोन्नयन जातकर्म नामकरण कन्नभेद अन्नप्राशन इत्यादि जहाँ अच्छी 10टा कर्म केतल पर्यंत समावर्तन पर्यंत मनीष देहरे जहाँ जहाँ घटुची जन्म हो सारापर आप चूड़ाकरण मुंडर बाल पकेबे कान फोड़ी हेबे पाठ ब्रह्मचर्य पाठ पढ़ीजे पाठ पढ़ी सारापर सर्टिफिकेट हासिल करेंगे से समावर्तन उत्सव सर्टिफिकेट पाइला आपणकर परवर्ती सर्वश्रेष्ठ कर्तव्य सर्वश्रेष्ठ संस्कार है विवाहटा गोटे संस्कार जे विवाह करे नहीं तार पूर्व पितृपुरुष मुक्ति पाती नहीं बोलिक ये हिंदू धर्म रे लिखा जामर शास्त्र पुराण रे तार अर्थ कौन पुत्र उत्पादन न कले पितृपुरुष मुक्ति पाती नहीं 3टा ऋण आमको परिशोध करने को पड़े मनीष को पितृऋण ऋषि ऋण देव ऋण पितृऋण कौन आपणकर पुत्र जदि आप उत्पन्न कले ताले पितृ जिते ऋण लगी सब सरीगला कहीं से पुत्र द्वारा श्राद्ध हम आपणकर पितृपुरुष ता द्वारा पानी पाइबे ऋषि ऋण कहले छुआ को जदि आप ब्रह्मचर्य शिक्षा देले पाठ पढ़ेले ताले पाठ जदि ज्ञान देले विद्यालय ताकू गुरुगृह को पठेक पाठ पढ़ेले ताले सेटा ऋषि ऋण से गला देव ऋण कौन यज्ञ दान भगवान पूजा अर्चना कले देवता ऋण ये 3टा ऋण न सुझिले ऋणी होकर मरवे खाली खावाई कहीं जन्म ही ना गोटे कथा आज्ञा आमर बर्तमान आम खावाई जन्म हो ना आम बचापी प्राण रक्षा करने खाद्य ग्रहण करा जाए खाद्य खावाई प्राण धरा जाए ना बहुत लोग एवं से कले तेणु बह कथा
ସେତିକି ବିବାହ ହେଉଛି ଗୋଟେ ନୈଷ୍ଠିକ ପବିତ୍ରତମ କର୍ତ୍ତବ୍ୟ, ଏହା ବ୍ୟତୀତ ଆଉ କିଛି ନୁହେଁ। ତେଣୁ କାହା ସହିତ ରକ୍ତ ଆମର ରକ୍ତ ସମ୍ପର୍କରେ ବିବାହ ହେବ ନାହିଁ। ମାତୃଘରର 5 ପୁରୁଷ ପର୍ଯ୍ୟନ୍ତ ତାଙ୍କୁ ମାତୃବନ୍ଧୁ କୁହାଯାଏ, ପିତା ଘରର 7 ପୁରୁଷ ପର୍ଯ୍ୟନ୍ତ ପିତୃବନ୍ଧୁ କୁହାଯାଏ। ଏ 7 ପୁରୁଷ ଭିତରେ କିଏ କାହା ସହିତ ବିବାହ କରିବା କଥା ନୁହେଁ। ମା ଘରର 5 ପୁରୁଷ ସହିତ ନିଜର ବିବାହ କରିବା କଥା ନୁହେଁ। ଏବେ କିନ୍ତୁ ତ ଆପଣଙ୍କର ମାମୁଁ ଝିଅ ଭାଣିଜୀକୁ ବାହା ହେଉଛନ୍ତି। ତେଣୁ ବିବାହଟା ଗୋଟେ ଏମିତିଆ ଜିନିଷ, ମଣିଷ ନିଜର ଆବଶ୍ୟକତା ଅନୁଯାୟୀ ୟାକୁ ଏପଟ ସେପଟ କରୁଛି। ଆଉ କ'ଣ ଏବେ ଆଜ୍ଞା ବିବାହ ନେଇକି ଆଉ ଗୋଟେ କ୍ୱେଶ୍ଚିନ୍ ଆପଣଙ୍କୁ ପଚାରିବି। ଏବେ ଯେନ୍ ବିଭିନ୍ନ ପ୍ରକାର ନୂଆ ସିଷ୍ଟମ୍ ବିବାହ ଆରମ୍ଭ ହେଲାନ, ସେଟାକେ ଦେଖାଯାଉଛି ବ୍ରାହ୍ମଣମାନେ ପହଲା ସେଟାକେ ଆକ୍ସେପ୍ଟ କରୁଛନ୍ତି। ଗୋଟେ ଏକଦମ ପ୍ରି ୱେଡ଼ିଂ ରିଙ୍ଗ ସେରିମନି ଏସବୁ ବ୍ରାହ୍ମଣମାନେ ବ୍ୟବହାର କଲା ଦିନୁ ଏଇଟା ଅନ୍ୟ ସମାଜକେ ବ୍ୟାପୁଛି। ତ ଏତାର ଆପଣ କ'ଣ କହିବେ? ପ୍ରକୃତରେ ପବିତ୍ର ବାବୁ, ଏଇଟା ଗୋଟେ ଲଜ୍ଜାକର ବିଷୟ। ମୁଁ ବ୍ରାହ୍ମଣ ଭାବରେ ବହୁତ ଲଜ୍ଜିତ ଆପଣଙ୍କର ଏ ପ୍ରଶ୍ନରେ। ଆଗରୁ କଥା ଗୋଟାଏ ମୁଖାବଲୋକନ ବିଧୌ, ମୁଖ ଅବଲୋକନ ବୋଲିକି ଗୋଟେ ବିଧି ଅଛି। ଆପଣଙ୍କର ପୁଅ ଏବଂ ଝିଅ ବିବାହ ନ ସରିବା ପର୍ଯ୍ୟନ୍ତ ପରସ୍ପରର ମୁଖ ସନ୍ଦର୍ଶନ କରିବାର ବିଧି ନଥିଲା। ବିବାହ ବେଦୀରେ ଗୋଟେ ଅବଲୋକନ ବିଧି ଅଛି ଯେ ହେ ବର, ତୁମେ ବର୍ତ୍ତମାନ ଏଇ ସ୍ତ୍ରୀକୁ ପୁତ୍ରାର୍ଥରେ ଗ୍ରହଣ କରୁଛ, ତାର ମୁହଁଟା ଟିକେ ଦେଖିଦିଅ। ହେ କନ୍ୟା, ତୁମେ ଏଇ ବରକୁ ତୁମର ବଂଶରକ୍ଷା ପାଇଁ ଗ୍ରହଣ କରିବା ପାଇଁ ଯାଉଛ, ତାଙ୍କ ମୁଖଟାକୁ ଟିକେ ଦେଖିଦିଅ। ଏ ବିଧି ଆଜି ଅଛି ବର୍ତ୍ତମାନ ବି କେବଳ ପାଠରେ। ଇଏ ଯେଉଁ ପ୍ରି ୱେଡ଼ିଂ, ଏଇଟା ଗୋଟେ ଘୃଣ୍ୟ ପ୍ରଥା। ମୋତେ ଯିଏ ଯାହା କହୁ, ଯେଉଁ ବ୍ରାହ୍ମଣ ଗ୍ରହଣ କରୁଛି କରୁ, ମୁଁ ମନା କରିବି ନାହିଁ। ଯେଉଁଠି ପୁଅ ଏବଂ ଝିଅ ପରସ୍ପରର ଦେଖା ସାକ୍ଷାତ ହୁଅନ୍ତି ନାହିଁ, ଆପଣ ଇଏ କହିବେ, ମୋତେ କହିପାରନ୍ତି ଗୋଟେ ମୋର ହତ୍ୟା। ଆରେ ମୁଁ ବି ସ୍କୁଲ ସବ୍ ଇନ୍ସପେକ୍ଟର ଥିଲି, ମୁଁ ବି ଶିକ୍ଷକତା କରିକି ମୋର ଜୀବନ ଯାଇଛି, ମୁଁ ବି ବ୍ରାହ୍ମଣ। ମୁଁ କ'ଣ ଜାଣିନି? ମୋର ନିଜର ଆତ୍ମାକୁ ନିଜେ ପଚାରୁନା। ପ୍ରି ୱେଡ଼ିଂ ଯେଉଁଠି ପୁଅ ଏବଂ ଝିଅ ବିବାହ ବେଦୀରେ ହିଁ ହସ୍ତସ୍ପର୍ଶ, ହସ୍ତଗ୍ରନ୍ଥି କାହିଁ କରାଯାଏ? ତାର ହସ୍ତ ସହିତ ୟାର ହସ୍ତସ୍ପର୍ଶ ସେଇଠି ସାମାଜିକ ଭାବରେ ତାକୁ ଅନୁମୋଦନ କରାଯାଏ, ହସ୍ତଗ୍ରନ୍ଥି ପଠାଯାଏ। ତୁମେ ତାକୁ ପଠାଇଦେବ ଆଜି କ'ଣ ନା, ଭୁବନେଶ୍ୱର ଯା ଅଙ୍କ ଲଜ୍ରେ ପ୍ରି ୱେଡ଼ିଂ କରିବୁ, ସେମାନେ ଦୌଡ଼ା ଦୌଡ଼ି ହେଇକରି ଫିଲ୍ମ କରିବେ। ଏହାକୁ ମୁଁ ସମ୍ପୂର୍ଣ୍ଣ ଭାବରେ ନିନ୍ଦା କରୁଛି। ବ୍ରାହ୍ମଣମାନେ, ଏଇଟା ଆପଣ କହିଲେ ଯେ ବ୍ରାହ୍ମଣମାନେ କରୁଛନ୍ତି, ଆଜ୍ଞା ଏଇଟା ବ୍ରାହ୍ମଣ କରୁନାହାନ୍ତି, ପଇସା କରୁଛି। ଏଇଟା ବ୍ରାହ୍ମଣ କରୁନାହାନ୍ତି। ଯାହା ପାଖରେ ବହୁତ ପଇସା ହେଇଗଲା, ପୁଅ ଝିଅମାନଙ୍କର ମନ ରକ୍ଷା କରିବା ପାଇଁ ବାପର ଇଚ୍ଛା ନଥିଲେ ବି ପୁଅ ମନ ଦୁଃଖ କରିବ, ପଇସା କ'ଣ ଅଛି, ମୁଁ ଖର୍ଚ୍ଚ କରିବି, ତୁମକୁ କ'ଣ ହେଉଛି କର। କିନ୍ତୁ ସେଇଟା ସମ୍ପୂର୍ଣ୍ଣ ଭାବରେ ନିଷିଦ୍ଧ। ଏ ପ୍ରି ୱେଡ଼ିଂ ରିଙ୍ଗ ସେରେମନି ଏଇଟା ସମ୍ପୂର୍ଣ୍ଣ ନିଷିଦ୍ଧ ହେବା ଉଚିତ। ଏଇଟା ସବୁ ଏ ଲୋକ ଗୁଡ଼ାକ ଯେଉଁ ବ୍ରାହ୍ମଣକୁ କହୁଛନ୍ତି DNA ବିଦେଶୀ DNA, ଅଥଚ ବିଦେଶରୁ ଯେଉଁ କଥାଟା ଆଇ ଲଭ୍ ୟୁ, ଡୁ ୟୁ ୱାଣ୍ଟ ଟୁ ଲଭ୍ ମି, ଡୁ ୟୁ ୱାଣ୍ଟ ଟୁ ମେରି ମି କହିକିରି ଆଣ୍ଠୁଟା ତଳେ ପକାଇକିରି ଫୁଲଟିଏ ଏମିତି ଦେଖିବେ, ଇଏ ଯେଉଁ ଏଇଟା ହେଉଛି ସବୁ ପାଶ୍ଚାତ୍ୟ ନୀତି। ତାକୁ ଆମ ଲୋକ ବହୁତ ଗ୍ରହଣ କରନ୍ତି। ଆଜ୍ଞା ଜନ୍ମଦିନରେ ଆମେ ଜାଣିଛୁ ହିନ୍ଦୁ ଧର୍ମରେ ଆମର ଅଛି ଦୀପମ୍ ଜ୍ୟୋତି ପରମ ବ୍ରହ୍ମମ୍, ଦୀପମ୍ ଜ୍ୟୋତି ଜନାର୍ଦ୍ଦନମ୍, ପାପମ୍ ହରତୁମୟୀ ଦେବ, ଦୀପମ୍ ଜ୍ୟୋତି ଯାହା ବି ଅଛି। କିନ୍ତୁ ଏମାନେ ଜନ୍ମଦିନ ପାଳନ କଲେ କେକ୍ରେ ଥିବ 100ଟା 70ଟା ଦୀପ ଜଳେଇକିରି ତାକୁ ଲିଭେଇବେ। ଆମର ବ୍ରାହ୍ମଣ, ଆମର ହିନ୍ଦୁ ଭାରତୀୟ ସଂସ୍କୃତି ହେଲା ଦୀପରୁ ଦୀପକୁ ପ୍ରଜ୍ୱଳିତ କରିବେ, କିନ୍ତୁ ଏମାନେ ଦୀପକୁ ଲିଭେଇବେ। ଦୀପ ଲିଭେଇବାର ଅର୍ଥାତ୍ ଏମାନେ ଅନ୍ଧକାରକୁ ପ୍ରଶଂସା କରନ୍ତି। ଅନ୍ଧକାରକୁ ଉଲ୍ଲୁକ ପେଚା ଯେମିତି ଅନ୍ଧକାରକୁ ଭଲ ପାଏ, ଏମାନେ ବୋଧେ ଅନ୍ଧକାରକୁ ଭଲ ପାଆନ୍ତି। ତାକୁ ଆମର ବ୍ରାହ୍ମଣ ସମାଜରେ ଯଦି କିଏ କରୁଛନ୍ତି, ତାକୁ ଅନୁସରଣ କରୁଛନ୍ତି, ବଡ଼ ଦୁଃଖର ବିଷୟ। ମୁଁ କରେନି ଆଜ୍ଞା। ମୋ ଘରେ ମୋ ନାତି ନାତୁଣୀଙ୍କର ଜନ୍ମଦିବସ ମୁଁ ମୋ ଭଗବାନଙ୍କ ପାଖରେ କରେ। ଏବେ ଶୁଣୁଥିଲି କିଏ ଜଣେ କହୁଥିଲେ ବୋଧେ, ଆରେ ଆପଣ ଛେନାପୋଡ଼, ଆପଣଙ୍କ ଘରେ ଛେନାଟା ତ ଦୁଧରୁ ହେଉଛି ନା, ବିରାଟ ଛେନା ନେଇକରି ତାକୁ କାଟିକିରି ଭଗବାନଙ୍କ ନିକଟରେ ଦେଉନାହାନ୍ତି, ଭଗବାନଙ୍କୁ ଆରତି କରୁନାହାନ୍ତି, ଶଣ୍ଠ ଶଙ୍ଖ ମୃଦୁଙ୍ଗ ବଜେଇକରି ଭଗବାନଙ୍କ ନାମ କୀର୍ତ୍ତନ କରିକରି ଆପଣଙ୍କର ଛୁଆର ଜନ୍ମଦିବସ ପାଳନ କରୁନାହାନ୍ତି, କେଡ଼େ ସୁନ୍ଦର ହେବ। ଆପଣ ସେଇଠି ହ୍ୟାପି ବାର୍ଥଡେ ଟୁ ୟୁ, କ'ଣ ସେଇଟା ହ୍ୟାପି ବାର୍ଥଡେ ଟୁ ୟୁ, ତୁମକୁ ଓଡ଼ିଆ ବୋଧେ ଆସୁନାହିଁ।
ଓଡ଼ିଆ ବୋଧେ ଆସୁନାହିଁ ତେଣୁ ହ୍ୟାପି ବାର୍ଥଡେ ଟୁ ୟୁ କରିକି ଲିଭେଇବାର ଅଛି। ଏଇଟା ଆପଣ ଯେଉଁ କଥାଟା ଆଜି ଉଠେଇଛନ୍ତି ମୁଁ ଆପଣଙ୍କ ସହିତ 100% ଏକମତ ଯେ ୟାକୁ ଦୂର କରାଯାଉ। ମୁଁ ସବୁ ବ୍ରାହ୍ମଣମାନଙ୍କୁ ଯୋଡ଼ ହସ୍ତରେ ନିବେଦନ କରିବି। ବ୍ରାହ୍ମଣମାନଙ୍କୁ ଆପଣଙ୍କ ନିନ୍ଦା ହେଉଛି ଆଜ୍ଞା ମାନେ ଯେ ବ୍ରାହ୍ମଣମାନେ ୟାକୁ ଗ୍ରହଣ କରିବାରୁ ଅନ୍ୟମାନେ ତାକୁ ଅନୁସରଣ କରୁଛନ୍ତି। ତା ଅର୍ଥ ପବିତ୍ର ବାବୁ କହୁଛନ୍ତି ଯେ ବ୍ରାହ୍ମଣମାନେ ହେଉଛନ୍ତି ପଥ ପ୍ରଦର୍ଶକ, ଭଲ କଥାର ବି ଖରାପ କଥାର ବି। ତେଣୁ ଖରାପ କଥାର ପଥ ପ୍ରଦର୍ଶକ ହୁଅନ୍ତୁ ନାହିଁ। ନିଶ୍ଚିତ ଭାବରେ ଇଏ ସମାଜଟାକୁ ଉପଯୁକ୍ତ ଦିଗରେ ନେବା ପାଇଁ ବ୍ରାହ୍ମଣଙ୍କର କର୍ତ୍ତବ୍ୟ ଅଛି। ମୁଁ ସେତେବେଳେ ବି କହୁଥିଲି ଯେଉଁ ବ୍ରାହ୍ମଣ ତାର ଅନ୍ୟ ଜାତି ଭାଇମାନଙ୍କୁ ଭଗବାନଙ୍କ ଦିଗରେ ଅଭିପ୍ରେରିତ କରିପାରେ ନାହିଁ ସେ ବ୍ରାହ୍ମଣ ପଦବାଚ୍ୟ ନୁହେଁ। ତେଣୁ ଆପଣଙ୍କୁ ପୁଣି ଥରେ ଅନୁରୋଧ କରୁଛି ଦୟାକରି ଏସବୁ କୁପ୍ରଥା, ଏଇଟା ଗୋଟେ କୁପ୍ରଥା। ପ୍ରି ୱେଡ଼ିଂ ଏଇଟା ଗୋଟେ ସମ୍ପୂର୍ଣ୍ଣ ବାଜେ ଜିନିଷ। ଆପଣଙ୍କ ଝିଅକୁ ଧରିକିରି ସେ ଯାଇକି ଦୌଡ଼ିକି ବିବାହ କରିବ। ବିବାହ ପରେ ତ ଆମେ ଜାଣିଛୁ, ବାପ ଜାଣୁଛି, ମା ଜାଣୁଛି ମୋ ଝିଅ ବାହା ହେବ, ଅନ୍ୟ ପୁରୁଷ ପାଖକୁ ଯାଇ ରହିବ। ପୁଅ ବାପା ବି ଜାଣୁଛି ମୋ ପୁଅ ବାହା ହେବ, ଅନ୍ୟ ଘରର ଝିଅଟାକୁ ଆଣିକି ମୁଁ ତା ପାଇଁ ଦେବି। କିନ୍ତୁ ପୁତ୍ରାର୍ଥେ କ୍ରିୟତେ ଭାର୍ଯ୍ୟା ପତନାତ୍ ତ୍ରାୟତେ ଇତି ପତ୍ନୀ। ନିଜର ପତିକୁ ପତନ ମୁଖରୁ ରକ୍ଷା କରିବାର ଯିଏ କରେ ସିଏ ହେଲା ପତ୍ନୀ। ଏଇଟା ଭୋଗର ବିଳାସର ବିଷୟବସ୍ତୁ ପତ୍ନୀ ନୁହେଁ। ତେଣୁ ତାକୁ ତାର ପବିତ୍ରତାଟାକୁ ଅକ୍ଷୁଣ୍ଣ କରି ରଖିବା ପାଇଁ ସମସ୍ତ ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ ଅଛି। ଏ ବ୍ରାହ୍ମଣମାନେ ପ୍ରକୃତରେ ନିଜର ପଥଚ୍ୟୁତ ହୋଇଯିବାରୁ ଆଜି ତାଙ୍କର ବି ପଦଚ୍ୟୁତି ହେବା ପାଇଁ ଗୋଟାଏ ରାସ୍ତା ଆସୁଛି ବୋଲିକି ଏଇଟା ମୋର ମତ। ତ ନିନ୍ଦା କଲେ ପ୍ରି ୱେଡ଼ିଂ ରିଙ୍ଗ ସେରିମନି ଇତ୍ୟାଦି କି। ହଁ ହଁ तो ये प्री वेडिंग रिंग सेरिमनी के विभिन्न समाज भी बंद करने पदक्षेप नेल एवं सम्बलपुर चौथा समाज गोटे बैठक होता है पूरा निश्चित कले सेटाके आपण दायित्व अच्छा ब्राह्मण समाज तो इटा के आपण समाज रे निषिद्ध करवा लगी आप प्रस्ताव आगत कर पदक्षेप ने क्या आपणकर बड़ा सुंदर प्रश्न। मु बर्तमान जिला ब्राह्मण महासभा बलांगीर संपादक अच्छी। मु निश्चित भाव में मोर समाज रे याकू पकेबी। तार कारण है आज ब्राह्मणेतर समाज गुड़ाक ये भाया एवं आपण आम शुणा पाचु अघरिया समाज से माने प्री वेडिंग टाकू बारण कले। अन्यान्य किसी समाज अच्छा मांस तांकर हम ना आम ब्राह्मण होकर जदि ये रखी न पारिबा ताले एटा तो दुखर विषय निश्चित भाव में। तेणु आपणकर कथा मु ग्रहण करुँची। मु अन्य भाई मानक मध्य केवल संपादक भाव में पकईदेले हम नहीं। अन्य भाई माने या उपरे तांकर गोटे जनमत ब्राह्मण मानकर समाज जनमत सृष्टि करी या कार्यकारी करने मु निश्चित भाव में चेष्टा करी निश्चित। आज्ञा ब्राह्मण समाज हूँ समाज दिग्दर्शक एवं सबू समाज जेकोसी समस्या आसी समाज भितर ब्राह्मण समाज रखसन। तो ये सबू समाज के एक करवा लगी एवं ब्राह्मण समाज जेहेतु हूँ हिंदू समाज गोटे मूल तो ये सबू समाज के एक करवा लगी ब्राह्मण समाज कण पदक्षेप रहा आगामी दिन में। बहुत सुंदर प्रश्न। यही प्रश्नर उत्तर उपर मोर हिसाब से समग्र भारतर भविष्य निर्भर करे। ब्राह्मण सबु समाजर मूल समाज कहबारे मु एकमत। अन्य माने होय तो एकमत हो न पारती। से हिसाब रे निजर जो चारिटा वर्ण आपन को मु प्रथम को कही आपन भी जानती शुणती चारिटा वर्ण को भगवान निजे जात करछंती। हम समस्त होचे भगवान संतान। गोटे बापर चारिटा पांचटा पुओ जड़े आईएएस है जड़े कृषक है जड़े शिक्षक है जड़े डाक्तर है जड़े विकलांग हो घरे बसला ता अर्थ एमाने गोटे बापर पुओ नुहंती कि एमान भितर से विकलांग संतान को मध्य पोषिबार पालन करिबार ज्ञान दिग्दर्शन दबार कर्तव्य अन्य भाई मानकर रही। ब्राह्मण बड़ भाई हिसाब से जदि अन्य माने तांको ग्रहण करुचंती निश्चित भाव में मुझे कही ब्राह्मण भी कर्तव्य तार अन्य ये अति उत्कट जाति भेदटा को न आम नौ ना किए नौ ब्राह्मण तार बह कौन अन्य मान डाकू नहीं क्षत्रिय आसुँच शूद्र आसुँच वैश्य आसुँच से उत्कटता नहीं मन भितर या गोटे उत्कटता सृष्टि करा डिवाइड एंड रूल एटा इंग्रेज माने करथिले। एबे बोधे आमर भितर राजनैतिक नेता माने तांकर आसनटा को मजबूत करबा पई हिंदू मान को भितर विभेद सृष्टि करजंती। मोर हिसाब रे ब्राह्मण हिसाब रे मोर कहार प्रति कौन सी प्रकार खराब धारणा नहीं। समस्ते मोर भाई समस्ते होचंती से समान ऋषि समस्ते यदि विचार करेंगे से गोटे गोत्रु आसथिबे ऊपर को ऊपर गले निश्चय से 7 जन ऋषि जो थिले तांका भितर निश्चय किए हेबे। तेणु आम समस्ते भाई भाई भारतर अखंडता
जहाँ भी जो आपण मैंने जानती महिषी सिंह फटा जुझिला बेलू गोटा भारतर अखंडता रक्षा करने समग्र भारतवासी एक होते हेबे दुर्दर्श इंग्रेज सरकार को तोड़देवाई भारतवासी समर्थ होते आज भारतर अखंडता निश्चित एने रखिए ब्राह्मणर से एक करके रखबार कर्तव्य अच्छी एति कहीकि मोर मोर वक्तव्य बंद करुँची प्रणाम आपण मानक समस्त को प्रणाम भूल भाल बहुत बहुत धन्यवाद दास आज्ञा आज ब्राह्मण समाज विषय कहले और आपन वक्तव्य जना पड़ा जे ब्राह्मण समाज ही समाज के रक्षा करि पारबा आज्ञा। आगामी दिन में पूरा दायित्व तार न्यस्त होचे से आप व्यक्तिगत लोक निर्दिष्ट भाव दिग्दर्शन देवा आपको बहुत बहुत धन्यवाद बहुत बहुत धन्यवाद ब्राह्मण समाज एका रक्षा करें ना समस्ते मिलित होकर समस्ते एक रहिले जे देशर उन्नति हे आपण को मुझे बहुत बहुत धन्यवाद दूचे आपण मत आज डाकिक सम्मानित कर मत कहबार लगी सुजोग देछन आपको बहुत बहुत धन्यवाद प्रणाम।